शिष्य वर्धन शिष्य में प्रणाम। परम पूज्य पाद शिष्य वर्धन शिष्य में प्रणाम। परम पूज्य पाद शिष्य आचार्य शिष्य में प्रणाम। इष्ट परिवार समस्त सदस्य शिष्य में प्रणाम। वर्ण ऋतु मंडली पद्धति राजक मंडली इष्टपाण भक्त भक्ति भक्त मंडली सज्जन मंडली समस्त श्रद्धा प्रीति और जगह जनाची सर्वप्रथम अभिभाविक एवं এই উপজনা কেন্দ্রের সমস্ত ইষ্টভাতা মাঙ্কর ଆଉ ସର୍ବବିଧ ମଙ୍ଗଳ ପ୍ରାର୍ଥନା କରୁଛି ପରମ ଦୟାଳୁଙ୍କର ଆଶ୍ରୟରେ। ଠାକୁରଙ୍କ କଥା ହରି କଥା ଅନେକ ହେଇଛି, ଆଉ ସେ ବିଷୟରେ କିଛି କହିବାକୁ ଯାଉନି, ସମୟ ନାହିଁ, ସରିଗଲାଣି। ତେବେ ଏଇ ଯେଉଁ କଥାଟା ଆମକୁ କହୁଥିଲେ ବିଦ୍ୟାଳୀ ଭାଇ, ଏଇ କଥାଟା ସତ୍ସଙ୍ଗ ମାନଙ୍କର ଗୋଟେ ବଦହଜିମା ହେଇଯାଇଛି। ହଜମ ନହେଲେ କ'ଣ ହୁଏ? ବାନ୍ତି ହୁଏ। ହଜମ ହେଲେ ବାନ୍ତି ଫାତି କିଛି ହୁଏନି, ଯାହା ଖାଉ ସେଟା ଦେହରେ ଆସିମିଲେଟ୍ କରିଯାଏ। ଏ ବିଷୟରେ ଗୋଟେ କଥା କହୁଛି। ଜଣେ ବ୍ରାହ୍ମଣ ତାର ଜଣେ ପୁଅ, ତାର ଗୋଟେ ପୁଅକୁ ପଠେଇଲେ ଶିକ୍ଷା କରିବାକୁ, ଜଣେ ପଢ଼ିଦେବାକୁ। ଶିକ୍ଷା କରିକି ସେ ଆସିଲେ 5-7 ବର୍ଷ ପରେ ତାକୁ ପଚାରିଲେ କ'ଣ ସବୁ ପଢ଼ିଲୁ? ନା ସବୁ ପଢ଼ିଯାଇଛି। ନା ପଢ଼ିଛ, କ'ଣ ପଢ଼ିଛୁ? ସବୁ ପଢ଼ିଛୁ? ନା। ଆଚ୍ଛା କହିଲୁ ବ୍ରହ୍ମ କାହାକୁ କୁହନ୍ତି? ସେଠୁ ଗୋଟେ ଶ୍ଲୋକ ଫୋକ କହିକରି ସେ ତାର ବୁଝେଇଲା, ଯାହା ଶୁଣିଛୁ। ମୂର୍ଖ ତ କିଛି ହେଇନି, ତୁ ଯା, ଆଉ ଥରେ ଯା। ଆଉ ଥରେ ଗଲେ, ଆଉ ଥରେ ପଣ୍ଡିତ ଆଉ ଟିକେ ଗଭୀରିଆ କଥାକୁ ପଢ଼େଇଲେ। ସେଠି କହିଲେ କ'ଣ ବ୍ରହ୍ମ ତୁ ଶିଖିଲୁ? ହଁ, ଏଇ ଯାହା ଯାହା ଦେଖୁଛୁ ଦୁନିଆରେ ସବୁ କିଛି ବ୍ରହ୍ମ, ମୁଁ ବ୍ରହ୍ମ, ସମସ୍ତେ ବ୍ରହ୍ମ। କହିଲେ ତଥାପି ତ କିଛି ହେଇନି, ତୁ ଯା, ମୂର୍ଖ। ସେ ଫେର ଗଲା, ପଣ୍ଡିତ କହିଲା ଯାହା ବାକି ସେ ଜାଣିବା ପାଇଁ ତୋ ବାପା ଯାହା, ତମ ବାପା ଯାହା ଚାହୁଁଛନ୍ତି ମୋ ପାଖରେ ନାହିଁ, ତମେ ସଦ୍ଗୁରୁଙ୍କ ପାଖକୁ ଯା। ସେଠି ଗଲା, ଆସିଲା ବେଳକୁ ସେ ଆସୁଛି, ତା ବାପା ଦେଖିଲା ବେଟା ଏଥର ପାଇଯାଇଛି। ପଚାରିଲେ କିରେ ବ୍ରହ୍ମ କ'ଣ ଜାଣିଲୁ? ଖାଲି କିଛି କହିପାରିଲି, ଆଖକୁ କୁଣ୍ଡେଇ ପକେଇଲେ, ବାପା ମୋର କୁଳ ଉଦ୍ଧାର କରିଦେଲି। ଜିନିଷଟା ଏଇଆ। ଏଇ ପ୍ରସଙ୍ଗରେ ଆଉ କିଛି ବଢ଼ଉନି। ଗୋଟେ କଥା କହୁଛି, ଆଚାର୍ଯ୍ୟଙ୍କ କଥା ଆମେ ସବୁବେଳେ କହୁଛୁ, ଆମେ ମାନୁନି, କିନ୍ତୁ ହଜମ କରୁନି। କହିଦେଉଛି, ମୁଁ କହିଥିଲି ଆପଣଙ୍କୁ, ସେ ଯୋଉଠି ସିଏ ଶୁଣିଲେ ସିଏ କହିଦେଲେ ଗୋଟେ ସତ୍ସଙ୍ଗରେ। ଆଚାର୍ଯ୍ୟ କହିଥିଲେ ସତ୍ସଙ୍ଗ ଉପଜନ କେନ୍ଦ୍ର, ଏଇଟା ବାର୍ଷିକ ସତ୍ସଙ୍ଗ। ପ୍ରଥମ ବାର୍ଷିକ କରିଥିଲେ ଆମର ପାଣ୍ଡବ ଭାଇ, ଦ୍ୱିତୀୟ ବାର୍ଷିକ ବି କଲେ, ଏଇଟା ପ୍ରଥମ ବାର୍ଷିକ। ଏଇଟା ଭାଇ ମତେ ଯାହା କହିଲି, ଏଇଟା ତ କରିବେ। ବହୁ ଲୋକ ସମାଗମ ହେଇଛୁ, ବହୁ ଲୋକ ଆସିଛନ୍ତି, ଏଇଟା ଖୁବ୍ ଖୁସିର କଥା। କିନ୍ତୁ ଉପଜନ କେନ୍ଦ୍ର ପ୍ରତି 7 ଦିନରେ ଗୋଟେ ସତ୍ସଙ୍ଗ କରିବେ, ଆଚାର୍ଯ୍ୟ କହିଛନ୍ତି। କୌଣସି ମାଇକ୍ ଆଣିବେ ନାହିଁ, କୌଣସି ଆର୍ଟିଷ୍ଟକୁ ଡାକିବେ ନାହିଁ, ଖୋଳ ନବା ଦେବେ ନାହିଁ, କୁଛ ପରବା ନାହିଁ। 10,000 ଟଙ୍କା ଖର୍ଚ୍ଚ କରି ଆନନ୍ଦବଜାର ଲୋକଙ୍କୁ ପେଟ ପରି ଖୁଆଇବେ ନାହିଁ। ଟିକେ କ'ଣ ଏଇ ଯେଉଁ ମୁଗ କି ଯେଉଁ ବାତାସା କହନ୍ତି, ଏଇ ଧରଣ ଟିକେ ଠାକୁରଙ୍କୁ ଯାହା ପ୍ରସାଦ ହୁଏ ଟିକେ ଦେବେ। ସେଇଠିକି ଯେଉଁମାନେ, ଯେଉଁ ଭାଇମାନେ, ମା ମାନେ, ସେଇମାନେ ଯାହା ବୋଲିଛନ୍ତି, ସେ ଜାଣିଛନ୍ତି, ସେଇ ଭଜନ ବୋଲିବେ। ସେ କୌଣସି ଯନ୍ତ୍ର ଦରକାର ନାହିଁ, ସଙ୍ଗୀତ ଦରକାର ନାହିଁ। ଯିଏ ଯାହା ଜାଣିଛି ଠାକୁର କଥା ସେ କହିବ। ଏଇ 5 ମିନିଟ୍ 7 ମିନିଟ୍ ଲେଖା କହିବ, ବଡ଼ ବଡ଼ ଲେକ୍ଚର ଦରକାର ନାହିଁ। ଏବେ ଆଚାର୍ଯ୍ୟ ଚାହୁଁଛନ୍ତି ଅତି ମତେ 5-10 ମିନିଟ୍ ମ୍ୟାକ୍ସିମମ୍ ଜଣେ କହିବା ଦରକାର। ତାଠୁ ବେଶୀ କହିଲେ ମାନେ ସେ ଗୋଟେ ବାଚାଳ। ଏଇ ଜିନିଷଟା କରିକି ଦେଖନ୍ତୁ କ'ଣ ହୁଏ, କେତେ ଆନନ୍ଦ। ଆପଣ 7 ଦିନକୁ ଆପଣଙ୍କ ଉପଜନ କେନ୍ଦ୍ରରେ ସବୁ ଗୁରୁ ହିଁ ଘରେ, ଯାହା ଘର ଗୋଟେ ସ୍ପେସ୍ ଅଛି, 10-15 ଜଣ ବସିବା ପାଇଁ ସ୍ପେସ୍ ଅଛି, ସେଇ ଠାକୁର ବସେ ଏଇଟା କରିବେ। ଏ 7 ଦିନକୁ କରିକି ଦେଖନ୍ତୁ, ଆଚାର୍ଯ୍ୟଙ୍କ କଥା ମାନିଲେ କିନ୍ତୁ ଅମୃତ ଭଳି ଜୀବନ ଲାଗିବ। ଆଉ ସେତେବେଳେ ଆପଣ ଡିକ୍ୱାର୍ସ ପାଇଁ ବି ମୁଣ୍ଡ ବଥା ହେବନି, କି ଦୀକ୍ଷା ପାଇଁ ବି ବୁଲିବାକୁ ପଡ଼ିବନି। କେବଳ ଏଇଟା କରିକି ଦେଖନ୍ତୁ। ଆଚାର୍ଯ୍ୟ ଏଇ ଧରଣ ସତ୍ସଙ୍ଗ ବର୍ତ୍ତମାନ ଚାହୁଁଛନ୍ତି। ବିରାଟ ବିରାଟ ଅନୁଷ୍ଠାନ ଉତ୍ସବ ହେଉଛି, ସେଟା ଅଲଗା କଥା। ଆଉ ଗୋଟେ କଥା ହେଲା ମାତୃଶୁଣୀ ବିଷୟରେ। ମୋତେ ସେଇ କଥା ମୁଁ କହିଛି ମା ମାନଙ୍କର ଏଠି, ଯେ ଆପଣମାନେ ନିଜ ଘରେ କରନ୍ତୁ, 5-10 ଜଣ ମାଆଙ୍କୁ ନେଇକରି। କାରଣ ଆପଣ ମାଇକ୍ ଡାକନ୍ତି, କୌଣସି ବକ୍ତା ଦରକାର ନାହିଁ। ଏଠି ସମସ୍ତେ ବକ୍ତା, ସମସ୍ତେ ଶ୍ରୋତା। ଏଟାଇ ହେଲା ସତ୍ସଙ୍ଗ। ସତ୍ସଙ୍ଗ କୌଣସି ଅରେଟରକୁ ଖୋଜେ ନାହିଁ। ସତ୍ସଙ୍ଗ ଚାହେଁ ଜୀବନର କଥା। ଠାକୁରଙ୍କ କଥା ମାନେ ଜୀବନର କଥା। ମୋର ଜୀବନର କଥା ମୁଁ କହିବି ଠାକୁର ଧରିକି। ଆଉ ଜଣେ ବକ୍ତୃତା କଲେ ସେ ତ ଲେଖିକି ଆଣି ପଢ଼ିବ, କି ମୁଖସ୍ଥରେ ଆସି ଶୁଣିବ, ଯାହା କହିଲେ ଏକାନେ ବସି ସେକାନେ ବାହାରିବ। ଆଉ ଗୋଟେ କଥା ବସନ୍ତୁ, ଏଇ ବିଷୟରେ ମୁଁ 2 ମିନିଟ୍ କହି ଗୋଟେ ସୁନ୍ଦର କଥା କହୁଥିଲା।
ଜଣେ ଗଲା ଜଣେ ମାନେ ପଣ୍ଡିତ ସେ ଗଲା ଜଣେ ସାଧୁଙ୍କ ପାଖକୁ କହିଲେ ସାଧୁ ମହାଶୟ ଆପଣ କେତେ ଲୋକ ମାନୁଛନ୍ତି, ଆପଣ ଦେଖିଲେ ଆପଣ କେତେ ଶାନ୍ତ ଅଛନ୍ତି। ଏଇ କଥାରେ ଗୋଟେ ଜାନକୀ ନାଥ ଯୋଉ ଜାନକୀ ପଟ୍ଟନାୟକ ଚିଫ୍ ମିନିଷ୍ଟର ସେ ଦାଦାଙ୍କୁ ପଚାରିଲେ, ବହୁତ ସମୟ ୱାଚ୍ କଲେ, ଦାଦା ବହୁତ ଭଲ ପାଆନ୍ତି ସେ, ଏବଂ ସେ ଦୀକ୍ଷା ଦୀକ୍ଷା ବି ନେଇଛନ୍ତି ପରେ, ହରିହର ପଣ୍ଡା ଦୀକ୍ଷା ଦେଲେ। ତାକୁ କହିଲେ, ଦାଦାଙ୍କୁ ପଚାରିଲେ ଯେ ଆପଣ ଏତେ ଲୋକଙ୍କର ଆପଣ ବୁଝୁଛନ୍ତି, ଆପଣ ଆମର ଆଚାର୍ଯ୍ୟ ଯାହା କଣ ଦାଦା ହଉ ସେ ସୁବର୍ଣ୍ଣା ହଉ କି କୋଉ ଦୁନିଆରେ କୌଣସି ମଣିଷ ସାଧ୍ୟ ନେଇ କଥା କରିପାରିବ। ଆପଣଙ୍କୁ ବସେଇଦେବା ଦେଖିବେ ଆପଣଙ୍କ ପାଖରେ ସମସ୍ତେ ଖାଲି ଦୁଃଖ ଯନ୍ତ୍ରଣା ଜଳା ସବୁ କଥା କହିବେ, କେତେ ସମୟ ଶୁଣିପାରିବେ, ଆପଣ ପାଗଳ ହେଇଯିବେ, ଷ୍ଟେମିନା ନାହିଁ, ରହିବ ନାହିଁ। ସେ ଲକ୍ଷ୍ୟ କରି ଜାନକୀ ବାବୁ କହିଲେ, ଆପଣଙ୍କର ବହୁତ ସାଧନା, ଆପଣ ଏଇ ଏତେ କଥା ଝାମେଲା ଭିତରେ ଫେର ସତ୍ସଙ୍ଗ କଥା ଅର୍ଗାନାଇଜେସନ କଥା ବୁଝୁଛନ୍ତି, ଏଥର କଥା ବୁଝୁଛନ୍ତି, ଆପଣ ସବୁବେଳେ ଖୁସି ଅଛନ୍ତି, ଆନନ୍ଦ ଅଛନ୍ତି କେମିତି? ଦାଦା ଗୋଟିଏ ଉତ୍ତର ଦେଲେ, ଆନନ୍ଦମୟ ସାথে আমি যুক্ত হয়ে আছি, ମୋର ଆନନ୍ଦ ନିରାନନ୍ଦ ହବ କେମିତି? ଏ ଯାଉ କୋଉ କଥା କହୁଥିଲି, ସେ ଆସିଲା, ଆସିକରି କହିଲା ଆପଣ ଭାଇର ଆନନ୍ଦରେ ଅଛନ୍ତି। ଲୋକ ମାନୁଛି ମୁଁ ଏତେ ପାଠ ପଣ୍ଡିତ ପଢିଛି, ସବୁ ଶାସ୍ତ୍ର ମୋର କାହିଁ ହଉନି। ସେଠୁ ସାଧୁ ତ ଟିକେ ସାଧୁ ହେଲେ କଣ ରିଏଲାଇଜ୍ ମ୍ୟାନ୍ ଯାହା କହନ୍ତି, ମାନେ ପ୍ରକୃତ ସାଧକ। କହିଲେ ତମେ ଯାଅ ସେ ପୋଖରୀରେ ବୁଡ଼ିକି ଗାଧେଇକି ଆସିବ, ମୁଁ ତମକୁ କହିବି ଉପଦେଶ। ସେ ଗାଧେଇଲା ବେଳକୁ ଗୋଟେ ମାଛ ଆସିଲା, ପଚାରିଲା, ଏଟା ଗୋଟେ କେବଳ ଟାଇପର ଜିନିଷ, ଏଟା ସତ ବୋଲି ଭାବନ୍ତୁନି, ଗୋଟେ ଦୃଷ୍ଟାନ୍ତମୂଳକ କଥାଟା। ମାଛ କହିଲା, ପଣ୍ଡିତେ ଗୋଟେ କଥା ମୁଁ ବୁଝିପାରୁନି, ଆପଣ ଟିକେ ତ ପଣ୍ଡିତ ଏତ କହିଲେ ନା, କଣ ବାବା? ମୁଁ ଏତେ ପାଣି ସବୁବେଳେ ପିଉଛି, ସବୁବେଳେ ମତେ ଶୋଷ। କାହିଁକି ତୁମେ ପାଣି ଭିତରୁ ପାଣି ପିଉଛ ନା, କଣ କରିବି? ଯେତିକି ପାଣି ପିଉଛ ଗାଲି ବାଟ ବାହାରି। ପଣ୍ଡିତ କହିଲେ, ବାବା ମୁଁ ଏତିକି ଜାଣିନୁ, ବାହାରି ଭାବରେ ଟିକେ ଟିକେ ପିଇ ଦଉନୁ, ତ ଶୋଷ ମରିଯିବ। ଗାଧେଇକି ଆସିଲେ, କହିଲେ ହଁ ଏଥର ମତେ ଉପଦେଶ କଣ ଦିଅନ୍ତୁ। ସାଧୁ କହିଲେ, ମାଛ ତୁମକୁ କଣ କହିବେ, ପ୍ରବଚନ ବେଳେ ଟିକେ ଟିକେ ଗିଳି ପକା। ଏଇ ହେଲା କଥା, ଯେ ମୁଁ ସେ କଥା ବୁଝି ଆପଣଙ୍କୁ ଜ୍ଞାନ ଦେବାକୁ ଚାହୁଁନାହିଁ। କଥା ହଉଛି ଆପଣଙ୍କୁ ଅନୁରୋଧ କରୁଛି, ଖାଲି ଏଇ ଉପଜନା କେନ୍ଦ୍ର ସବୁ ଜାଗାରେ ଆପଣ ମାନେ 7 ଦିନରେ ଥରେ ଯେକୌଣସି ଗୁରୁ ଭାଇଙ୍କର ସତ୍ସଙ୍ଗ କରନ୍ତୁ, କୌଣସି ଅର୍କେଷ୍ଟ୍ରା ମାନେ ମ୍ୟୁଜିକ ଇନଷ୍ଟ୍ରୁମେଣ୍ଟ କୌଣସି ଆର୍ଟିଷ୍ଟ, ଯଦି ଆପଣ ନିଜ ଆର୍ଟିଷ୍ଟ ଅଛନ୍ତି କଥା ଅଲଗା କଥା, ମାଇକ୍ ଖାଇବା, ଭୁବନେଶ୍ୱର ବୁଡ଼ିବାକୁ ବସୁଛି ଖାଲି ଖାଇବାରେ, ମାନେ ସତ ଗାଳି ଦେବେ, ଖାସ୍ ସତ୍ୟ ମାନେ ଖାଇବା। ସେ କଥା କହୁନାହିଁ, ଆପଣ ଆନନ୍ଦ ପାଇବେ। ଆପଣ ଖାଲି ଯଦି 10 ଜଣ ଗୁରୁ ଭାଇ ଯଦି ସବୁଦିନ 7 ଦିନ ଥରେ ସନ୍ଧ୍ୟାବେଳେ ବସନ୍ତି, ଘର ମାନେ ସାରା ଦିନ ପରିଶ୍ରମ করে, ଆନନ୍ଦ ଉଛୁଳି ଉଠିବ ସେ ଅଞ୍ଚଳରେ। ମୁଁ ଆପଣଙ୍କୁ এই অনুরোধ করে ରହିଲି, ଆପଣଙ୍କ ପ୍ରାର୍ଥନା କରୁଛି ମଙ୍ଗଳ। ବନ୍ଦେ ପୁରୁଷୋତ୍ତମ, ଜୟ ଗୁରୁ।